ତ ପାଇଁ ପୁରା ପାଉଁଜି କାହିଁ ପାଉଁଜି ନାହିଁ ନା ଅଳତା ରେଡି। ଏଇଟା କଣ କରୁଛୁ ମାମା? ଗାଡିକୁ ସାବିତ୍ରୀ ବ୍ରତ କରୁଛୁ ନା କଣ? ଗାଡିକୁ ସାବିତ୍ରୀ ବ୍ରତ। ଏଇଟା କଣ ଦଉଛୁ ମ? ଅଳତା नमस्कार जय श्री जगन्नाथ आपको फादर डॉटर ब्लॉग्स बहुत बहुत स्वागत। फाइनाल कार्यक्रम सरला माने सावित्री व्रतर जहाँ कार्यक्रम थिला सरीगला खाना पीना हो जाइए पुणी बुलाबुली करवा गाँ आड़े देखा केमती कौन सब चली आज प्रोग्राम कौन पिला माने कौन कर कौन ना तो चलो जीवा लेट्स गो। घर माने छात ऊपर एत सुंदर लगुच आम गाँ वाह एत सुंदर वर्षा पाग आहरी बढ़िया लगुच मामू को चाल घर गछ बिछ सब अच्छे बुआ कहीं ना खेलिया रे हाँ गुटिया गुटिया खेलुची सहीटा हूँ जानते पहाड़ ओ भाई गोटे रोडे तो कमाल कर दूची सीधा हेडक्वार्टर रोड गाँव रे माने अजब भाई गाँव रे माने अजब माने सब प्रकार माने जो एंटरटेनमेंट फुल एंटरटेनमेंट भाई फिल्म रे जिम देख फिल्म टू बड़ी सबू अच्छी माने जहाँ खोजब खुशी मजा सब जगह भरपूर हो हाँ ना। और आज कार्यक्रम कौन? हाँ वही फर्स्ट उठली हाँ तापरे रंता बसली हाँ तापरे खाइले हाँ तापरे टिके खेलिले ओके तापरे तापरे टिके टीवी देखली ओके तापरे मुई गाधिली तापरे मंदिर को गली अच्छा तापरे मंदिर आइला परे लिचू खाइली। अच्छा आज कौन की आज क्या सारे सारे कौन सारे केड़ा नाम मन पुनी कौन सावित्री व्रत। अच्छा सावित्री आज कुआडे गस्त करबा हाँ कुआडे करिया कुआडे करिया तू जड़े कहबू तू आड़े बुले नबू कैमरा वाला को हाड़े जीबू आ एरा तो सब चाष किए करिछि ए सब की लगेछि आई एरा ए बैगण भेंडी सब हाँ मैं लगेनी तू लगेनु आ के लगेछि आई मामा काकी आउ और आउ के लगेछि दादा भी लगी थी क्या दादा 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 भी लगेछि नहीं ये गुलाब गछ लगी पानी जमारू पड़ी ये मंदार ये भी पानी है गछ तो लगी जोरसोर गछ लगी कुंद बाबू ना कि फूल के बढ़िया बढ़िया फुटुची बाकी ये भी अच्छी ये भी अच्छी ये भी अच्छी ये भी गोटे अच्छी या जानी समस्ते भल भाव आउ ये जो लगी एक पानी ना गछ मोड़ा ये भी गला कोटे कोटे सब लगा है देख बस्तार पूरा गोटे दिखाई कि सुंदर माने बस्तार के सुंदर फली भाई गछटी हो ये भी है ये भाई ये हूँ पद्म फूल बहुत कष्ट बंचा है गछ ये सब गछ है लगी फूल भी बढ़िया सुंदर फुटी पानी कमुची फूल हु 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 भाई मंदार फूल ये गोलाप फूल पानी ना कि सुंदर फुटू चाष रेडी हल धरी सारे रेडी हल धरा सरी भाई ये जिते सब देखुं आउ कम दिन पर ये सब चाष धर दिहब चाष मान चाष ना हल धर दिहब चाष हो टोटाल चाष हो गला पुणी ग्रीन ग्रीन देखा माने भाव ये सुखिला पड़ी सांगे सांगे चेंजेस हो तो ये सब चेंजेस ओहो भाई
ଭାଇ ଏଇ ସନ୍ଧ୍ୟା ଟାଇମ୍ରେ ଗାଈ ବଳଦ ଯେତେବେଳେ ଘରକୁ ଯାଉଛି ତା ଆସିନି ଗୋଟେ ଅଲଗା। କିନ୍ତୁ ହଁ ଯେହେତୁ ନାଳ ଆଡ଼େ ଏବେ ଆସିଛି ବୁଲିବା ପାଇଁ, ଦେଖିବା କେମିତି କ'ଣ ବଢ଼ିଆ ଲାଗୁଛି। ଏଇ ଗୋଟିଏ ରୁଟ୍ ଯେଉଁଟା ଯାଉଛି ରୁଗୁଡ଼ି ସାହିକୁ। ରୁଗୁଡ଼ି ସାହି ମାନେ ସେଇ ଯେଉଁ ଛୋଟିଆ ପାହାଡ଼ଟା ଦେଖାଯାଉଛି, ପାହାଡ଼ ତଳିକି ରୁଗୁଡ଼ି ସାହି ଗୋଟେ ମେକାର ସାହି ଦୁଇଟା ଅଛି, ଛୋଟ ଛୋଟ ସାହି ଦୁଇଟା। ମାନେ ସେଇ 50-60 ଘର ପରିକା ରହୁଛନ୍ତି ଆଉ 50। ଏଇ ଯେଉଁଠି ଚାଲି ଚାଲି ଯାଉଛନ୍ତି ଏଇଠି ଆଉ ଯାଇପାରିବେନି ଚାଲି ଚାଲି। ଯେତେବେଳେ ଚାଷ ହେବ ଏଇଟା ସବୁ ହଳଦ ଦିଆହେବ। ହଳ ଧରିକି ଧାନ ବୁଣା ହେଇଯିବ। ଧାନ ଯେତେବେଳେ ହେଇଯିବ ଅଲରେଡ଼ି, ତାପରେ ଆଉ ଏଇଠି ହେବନି, କାନ୍ଥରେ ହୁଡ଼ା ଉପରେ ଚାଲି ଚାଲି ଯିବାକୁ ପଡ଼ିବ। ହୁଡ଼ା ଉପରେ, ଏଇ ଯେଉଁ ହୁଡ଼ାଟା ଏଇଟା ମଝିକୁ, ମାନେ ରୋଡ଼ଟା ଏବେ ଅଛି ଲେଫ୍ଟ ପଟୁ ଟିକେ ଏଇଠି ଅଛି, ଏଇ ଉପରେ ଯିବାକୁ ପଡ଼ିବ। ମାନେ ଏଇଠୁ ଏଇପଟକୁ ଯିବାକୁ ପଡ଼ିବ। ଏଇ ସମୟରେ ଚେଞ୍ଜେସ୍ ହେଇଯିବ। କେଉଁ ସମୟରେ ଯେତେବେଳେ ଧାନ ଟୋଟାଲ୍ ପୁରା ଏରିଆ ଯାକ ହେଇଯାଇଥିବ, ସେଇ ସମୟରେ ମଜା ଲାଗିବ, ଦେଖିବା ପାଇଁ ମଜା ଲାଗିବ। କିନ୍ତୁ ଏଇ କିଆର ମଝିରେ ଆଉ ଯାଇପାରିବୁନି, ଏମିତିକି ସେ କାନ୍ଥେ ତାଳ ଗଛ ଦେଇକି ଯିବାକୁ ପଡ଼ିବ। କିଛି ଦିନ ପାଇଁ ଖାଲି ଚାଲିଥିବା କଥା, ଏହାପରେ ଆଉ ଚାଲିପାରିବନି। ଖଜୁରୀ ହଳଦିଆ ହେଇକି ଅଛି ପାଚି, ଏପଟକୁ ପାଚିନି, କିଛି ଜାଗାରେ ପାଚିଲାଣି। ସେ ଆଗରେ ପାଚିଛି ଖଜୁରୀ। ସେ ପାଚିଗଲେ କ'ଣ ହେବ କହିଲେ, ଟେଷ୍ଟଟା ଭାଇ ବଢ଼ିଆ। ପ୍ରବଳ ଖଜୁରୀ ଅଛି ଭାଇ, ପ୍ରବଳ ଖଜୁରୀ ଅଛି, ପ୍ରବଳ ଖଜୁରୀ ମାନେ ପୁରା ଖଜୁରୀ ଗଛ ଟୋଟାଲ୍। ଏଥର ଉଣ୍ଡେଇବେ କି ନାହିଁ, ଖାଇବେ କି ନାହିଁ କେଜାଣି, ଦେଖାଯାଉ। କିନ୍ତୁ ବର୍ଷା ଦିନ ପାଇଁ ତ ଆମେ ଉଣ୍ଡେଇକି ରଖୁ ଛୋଟିଆ ବେଳେ, ଆଗ ଛୋଟିଆ ବେଳେ। ଏବେ କିଏ ଉଠଉଛନ୍ତି କି ନାହିଁ ତାପରେ ଗୋଟେ ଏଇଟା ଅଛି, କିନ୍ତୁ ଏଇ ପିଲା ପାଚିଲାଣି। ଏଇଠୁ ନେବା ନହେଲେ ଖଜୁରୀ ଦୁଇଟା। ଏମିତିକି ଗୋଟେ ନାଳି କ୍ରସ୍ କରିକି, ନାଳ ପୁଣି କ୍ରସ୍ କରିକି ଯିବାକୁ ପଡ଼ିବ। କିନ୍ତୁ ରୁଗୁଡ଼ି ସାହି ପଟେ କ'ଣ ପ୍ରୋବ୍ଲେମ୍ କଲ, ସେଇପଟେ ଯେଉଁ ସାହିଟା କହୁଛି, ସେଠି ଭୋଗାମୁଣ୍ଡା ସେପଟୁ ରୁଟ୍ ଦେଇନା ଏମିତି ଆସୁଛି। ସେପଟୁ ଗୋଟେ ନୂଆ ରୁଟ୍ ହେଉଛି ମିନୁଳ, ସେଇ ଏଣ୍ଡିଙ୍ଗରେ ପାଇକ ସାହି ସେପଟେ ମିନୁଳ ଯାଉ ରୁଟ୍ରେ ସେପଟୁ କ୍ରସ୍। କିନ୍ତୁ ଏଇଟା ଆମର ଏଇଠୁ ସାହିଟା ରୋଡ଼ଟା ଏଠି ପାଖରେ ଅଛି, ମାତ୍ର 2 କିଲୋମିଟର ଭିତରେ। ମାନେ କମ୍ୟୁନିକେସନ୍ ନାହିଁ, ରୋଡ଼ ଯେହେତୁ ବିଲ ଅଛି। ନହେଲେ ଏଇଠି ହେଲେ କମ୍ୟୁନିକେସନ୍ ହେଇଥାନ୍ତା, ଏମାନଙ୍କୁ ବ୍ରିଜ୍ଟା ହେଇଥାନ୍ତା, ଆଉ ଜଲ୍ଦି ଫଟାଫଟ ଲୋକ ଯିବା ଆସିବା ସୁବିଧା ହେଇଥାନ୍ତା। କିନ୍ତୁ ଆମ୍ବୁଲାନ୍ସ ଯିବାଟା ଭାରି କଷ୍ଟ ହେଉଛି, ସେପଟେ ପହଞ୍ଚିବାଟା ଭାରି କଷ୍ଟ। ବର୍ଷା ଦିନ ହେଲେ ଆଉ ନାହିଁ, ବର୍ଷା ଦିନ ହେଲେ ସଲା। ତ ଏମିତି କଥା। ବର୍ଷା ଦିନ ହେଲେ ଯେ ପାଣି ଯେତେବେଳେ ଉପରୁ ପୁରା ଟୋଟାଲ୍ ଆସିବ, ଏଇ ନାଳରୁ ମାଛ ଏମିତିକି ଚଢ଼ିବ, ଇଆଡ଼େ ଉପରକୁ ଯିବ। ଏଇ ନାଳ ଦେଇକି କ୍ରସ୍ କରିକି ଯିବା ଆମେ। ଯେତେବେଳେ ବର୍ଷା ସିଜିନ୍ରେ ଆସେ, ରେନି ସିଜିନ୍, ନଈ ବଢ଼ି, ଗାଁର ଯେଉଁ ନଈ ବଢ଼ି ଦେଖିଛନ୍ତି କି ନାହିଁ ମୁଁ ତ ଜାଣିନି। ଯଦି ଦେଖିନାହାନ୍ତି, ଫାଦର ଡକ୍ଟର ବ୍ଲଗ୍ସରେ ନଈ ବଢ଼ି ଦେଖିବା। ଏଇ ଜାଗାର ଭିଡ଼ିଓ ବି ଆସିବ। ଏଇ ଯେଉଁ ନାଳଟା ଅଛି, ମାନେ ଭାବ ଏଇଠି କମ୍ ପାଣି ଅଛି, ଗାଈ ବଳଦ ବି ଆଉ ଗାଧୋଇବା ପାଇଁ ତ ସୁବିଧା ନାହିଁ। କିନ୍ତୁ ଏଇ ଜାଗାଟା ପୁରା ଫୁଲ୍ ହେଇଯିବ ପାଣି, ନଈ ବଢ଼ି ଯେତେବେଳେ ଆସିବ। ଭାଇ ଏଇଠି ଆଉ ଚାଲିକିନା ଯାଇପାରିବନି, ଆରପଟୁ ଯିବା ପାଇଁ ଅସୁବିଧା। ଏମିତି ଦେଇକି ଯିବାକୁ ପଡ଼ିବ। ପୁରା ଗୋଟେ ସାହି, ସିଏ ହେଉଛି ରୁଗୁଡ଼ି ସାହି, ମେକାର ସାହି। ଆଗରେ ପଡ଼ିବ ରୁଗୁଡ଼ି ସାହି। ଓ ପଣସ, ଆରେ ୟାର କେତେ ବଡ଼ ବଡ଼ ପଣସ ହେଇଗଲାଣି। କାଇକୁ ଖାଇଦେବେ ରେ, ଖାଇଦେବେ। କାଇକୁ କିଏ ଖାଇଛନ୍ତି କି ନାହିଁ କହିବେ। କାଇ ବହୁତ ଟେଷ୍ଟି। ପଣସ 1, 2, 3ଟା 4ଟା ଅଛି, ଆରପଟେ ଆଉ ନାହିଁ। 4ଟା ପଣସ ଦେଖିଲେ ଏଇ ରୁଟ୍ଟା ବି ଆଉ ଯାଇପାରିବେନି। ଯେତେବେଳେ ଚାଷ ହେଇଯିବ ସବୁ ଖତମ। ଏଇଟା ସବୁ ଚାଷ ହେଇଯିବ। ସେଇପଟେ ଗୋଟେ ଜଷ୍ଟ ଫଲ୍ ଗୋଟେ ଅଛି, ସେଇଟା ବନ୍ଧା ହେଇଛି ପାଣି। ଏଇଠି ପାଣି କାନ୍ତେ କାନ୍ତେ ଆସିବ। ଚାଷ ଏଇଟା ବି ଚାଷ ହେବ। ଚାଷ ହେଇଗଲେ ସବୁ ବନ୍ଦ ହେଇଯିବ। ଏ ଭାଇ ଇଏ କ'ଣ ଡିମ୍ରି? ଓହୋ ଏ ଭାଇରେ କେତେ ପଡ଼ିଛି। ଆଚ୍ଛା ମାଙ୍କଡ଼ ଏରା ସବୁ ଦୁମି ଦେଇଥିବ। ଏ ଡିମ୍ରି ସବୁ ମାଙ୍କଡ଼ ଦୁମି ଦେଇଥିବ, ଆଉ କେହି ନାହିଁ। ଡିମ୍ରି ଫଳ ବହୁତ ଟେଷ୍ଟି। ଖାଇଛନ୍ତି କି ନାହିଁ? ଏଇଠି ଗୋଟେ ପାଚିଲା ଅଛି, କିଛି ନାହିଁ ତ। ଏଇଟା ପୁରା ଏମିତି କେମିତି ହେଇଯାଇଛି।
ପୋକ ନାହିଁ ତ ମାନେ ସିଝି ଯାଇଛି ଖରାରେ ଏଇଟା ନାହିଁ ଖାଆନ୍ତି ଡିମିରି ଫଳ ଖାଆନ୍ତି ବହୁତ ଟେଷ୍ଟି ମିଠା ଲାଗେ ବି ବଢ଼ିଆ ଲାଗେ এইটা ଦେଖିବା ଟେଷ୍ଟ କରିବା ଓହୋ ହୋ ଏ ଭାଇ ମାନେ ଏତେ ବର୍ଷ ଖୋଜିଲା ପରେ ବହୁତ ଟେଷ୍ଟି ମିଠା ଭାଇ ଠିକ ଓ ବହୁତ ଟେଷ୍ଟି ମିଠା ଲାଗୁଛି କିନ୍ତୁ ସେ ଆରପଟେ ଯେଉଁ ଗଛଟା ସେଇଟା ଖାଲି ପୋକ ସେଇଟା ଧରେ ଏଇଟା ପୁରା ଯେତିକି ହେଇଛି ମୁଣ୍ଡ ଖରାପ ହେଇ ଯେଉଁ ଫଳ ଆସିଛି ମାନେ ଦେଖ କେତେ ଫଳ ଆସିଛି ଯାହା ଭାଇ ଆଖି ପାଉନି ଯେତିକି ଫଳ ଆସିଛି ମାନେ ପୁରା ମାଙ୍କଡ଼ ଦୁମି ଦେଉଥିବ ସବୁ ଯାକ ଆଉ ଓକେ ଚାଲ ପୁଣି ଆଗକୁ ଯିବା ଭଲ ଲାଗୁଛି ବହୁତ ଟେଷ୍ଟି ମାଙ୍କଡ଼ ଜଙ୍ଗଲ ମାନେ ତ ଖାଇଦେବ ଆଉ এইপটু ଦେଇକି ଆସିଲେ ସେପଟୁ ଦେଇକି ଆସିଲା ପରେ ଏଇଠି ଗୋଟେ ବହୁତ ବଡ଼ ଗଛଟେ ଅଛି ବହୁତ ବଡ଼ ମାନେ ଏଇ ଭାଇ ଏ ହେଉଛି ତେନ୍ତୁଳି ଗଛ ବହୁତ ବଡ଼ ଏଇଟା ରୁଗୁଡ଼ି ସାହିରେ ଗୋଟେ ସ୍ମୃତି ଆଉ ସମ୍ପତ୍ତି ଓ ଭାଇ ଏଠି ଏତେ ଥଣ୍ଡା ଲାଗିବ ଏଇଟା ଗାଈ ବଳଦ ପାଇଁ ଗାଈ ବଳଦ ମାନେ ଗାଈ ବଳଦ ନୁହେଁ କେବଳ ବଳଦ ପାଇଁ ଯେଉଁଟା ମାନେ ହଳ ଧରିବ ତାର ଯେଉଁ ପ୍ରାକ୍ଟିସଟା ଏଇଟା ଏଇ ଜାଗା ଅଭ୍ୟାସ ଦୁଇଟା ଜାଗାରେ ଅଛି ଇଏ ଗୋଟେ ଅଛି ସିଏ ଗୋଟେ ଅଛି ଦୁଇଟା ଆଉ ପୁରା ଶାନ୍ତ ସେ ଛୋଟିଆ କୁଡ଼ିଆ ଘର ସେଇପଟେ ରୁଗୁଡ଼ି ସାହି ଶାନ୍ତ ପରିବେଶ ଭିତରେ ରଖେଇଲନି ମୁଁ ଯାଉଛି ଭାରି ହଁ ଆଉ ନାଇଁ ନାଇଁ ଆଉ ହବନି ପାର ବାଉଣ୍ଡ୍ରି ପାକିସ୍ତାନ ବର୍ଡର ହେଲା ତମେ କରିଛ ପାର ହେଇଗଲେଣି ଆଉ ହବନି ଚାଲ ଆଜି ବି ରନିଂ କରିବା ଗୋଟେ ପୁରା 500 ମିଟର ଓହ ଭାଇ ଏଇ ଯେଉଁ ସିନ୍ ଭାଇ ଗାଁରେ ଗୋଟେ ମଜା ଆଉ ସନ୍ଧ୍ୟା ମାନେ 5:30 6ଟା ବାଜୁଛି ବର୍ଷା ବର୍ଷା ଆସିଲା ବର୍ଷା ଘନେଇଲା ଦୌଡ଼ିଲେ ଦୌଡ଼ି ପାରିବିନି ଭାଇ ବହୁତ ବଢ଼ିଆ ପିଲାଙ୍କ ସହିତ ଆସିବ 5-10 ମିନିଟ୍ ରହିବ ବହୁତ ଖୁସି ମଜା ଭାଇ କେତେ କେତେ କଥା ବାହାରିବ ମାନେ ଇମାଜିନ୍ କରିପାରିବେନି ଗୋଟେ ଭିଡ଼ିଓ ଭାଇ ଦରକାର ଯଦି ଥିବ ପିଲା ପାଖକୁ ପଳେଇ ଆସିଲେ ଭିଡ଼ିଓ ମିଳିଯିବ ତ ଚାଲ ଆଜିର ବ୍ଲଗ୍ ରୁଗୁଡ଼ି ସାହି ଆଉ ଗାଁ ବ୍ଲଗ୍ଟା କେମିତି ଲାଗିଲା ପିଲାମାନଙ୍କ ସହିତ ମିଶିକି କମେଣ୍ଟ ବକ୍ସରେ ଜଣାଇବେ ଆଉ ସାବିତ୍ରୀ ବ୍ରତ ଯେଉଁମାନେ ଭାଇ ମ୍ୟାରେଜ୍ କରିଛନ୍ତି ଭାଇମାନେ ଅଛନ୍ତି ଭଉଣୀମାନେ ଅଛନ୍ତି ଆଉ ସାବିତ୍ରୀ ବ୍ରତର ବହୁତ ଶୁଭେଚ୍ଛା ଅଭିନନ୍ଦନ ସହିତ ଆପଣମାନଙ୍କୁ ବହୁତ ବହୁତ ଭଲ ପାଇବା ଫାଦର ଡଟର୍ସ ବ୍ଲଗ୍ ତରଫରୁ ଆପଣଙ୍କର ଲାଇଫ୍ ସବୁବେଳେ ଖୁସିରେ ଚାଲୁ ବିନ୍ଦାସରେ ଚାଲୁ ଆଗକୁ ଭଲ ସମସ୍ତଙ୍କର କଟୁ ସମସ୍ତେ ଖୁସିରେ ରୁହନ୍ତୁ କିନ୍ତୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଜମାରୁ ଭୁଲିବେନି ଫାଦର ଡଟର ବ୍ଲଗ୍ସ ତାହେଲେ ଭିଡ଼ିଓ ରଖିବା ଧନ୍ୟବାଦ ଥ୍ୟାଙ୍କ ୟୁ ବର୍ଷା ଆସୁ ଆଉ ଘଡ଼ଘଡ଼ି ତ ଆଉ ବା ଏଠୁ ଯିବା ପୂର୍ବରୁ ଇଏ ଫଳ ଦେଖ ଭାଇ ଏଇ ସୁନ୍ଦର ଫଳ ଖାଇବା ପୁଣି ଆଉଥରେ ଟାଟା 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 ଭାଇ ପଡ଼ି ଯାଇଥିଲା କୁହ ପାଗ ପୁରା ବହୁତ ବଢ଼ିଆ ପାଗ ହେଇଛି ଭାଇ କାଉ ପୁରା ଉଡ଼ୁଛନ୍ତି